ଚାରି ପର୍ବ ବା ପୁରା ପର୍ବଟି ଅଛି, କିନ୍ତୁ ଆଜି କେବଳ ମୁଁ 2ଟି ପଦ ପଢିବି। ପ୍ରକାଶିତ 3 ପର୍ବ 16 ପଦ ଆଉ 20 ପଦଟି କେବଳ ମୁଁ ପାଠ କରିବି। ଏଣୁ ତୁମେ ଶୀତଳ କି ଉଷ୍ଣ ନ ହୋଇ ଈଶତୁଷ୍ଣ ହେବାରୁ ଦେଖ, ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହେଲେ ଆମେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତା ସହିତ ଭୋଜନ କରିବୁ, ସେ ଆମ ସହିତ ଭୋଜନ କରିବ। ପ୍ରଭୁ ଏ ବାକ୍ୟର ଗଭୀର ମର୍ମ ବୁଝିବାରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଯେତେବେଳେ ପ୍ରକାଶିତ ବାକ୍ୟର ଏଇ ପୁସ୍ତକଟିକୁ ମୁଁ ପାଠ କରୁଥିଲି, ଏଇ ଅଧ୍ୟାୟଟିକୁ ଯେତେବେଳେ ପାଠ କରୁଥିଲି, ଜୋହନଙ୍କୁ ଯୋଉ ପ୍ରତ୍ୟାଦେଶ ମିଳିଲା ଏପିସି ମଣ୍ଡଳୀ ନିକଟକୁ, ସ୍ପୁର୍ଣ୍ଣା ମଣ୍ଡଳୀ ନିକଟକୁ, ପର୍ଗମ ମଣ୍ଡଳୀ, ଏଇ ଯୋଉ 7ଟି ମଣ୍ଡଳୀ ଅଛି, ସେ 7ଟି ମଣ୍ଡଳୀ ନିକଟକୁ ଯେତେବେଳେ ପତ୍ର ଦ୍ୱାରା ସେମାନଙ୍କର ସ୍ଥିତିକୁ ଆଲୋଚନା କରାଯାଇ ସେମାନଙ୍କୁ ସତର୍କ କରାଯାଉଥିଲା, ଆଉ ମୁଁ ବିଶେଷ ଭାବରେ ଶେଷ ସେଇ ମଣ୍ଡଳୀ ଯୋଉଟା କି ଥୁୟତିରା ମଣ୍ଡଳୀ, ଲାଉଦିକିଆ ମଣ୍ଡଳୀ, ଏଇ ମଣ୍ଡଳୀ ବିଷୟରେ ମତେ ବହୁତ ପ୍ରଭୁ କଥା କହୁଥିଲେ। ଗୋଟେ ସଚେତନତାର ବାକ୍ୟ ମତେ ସେ ପ୍ରଦାନ କରୁଥିଲେ। ପ୍ରତିଟି ମଣ୍ଡଳୀ ପାଇଁ କିଛି କିଛି ୱାର୍ଣ୍ଣିଂ ନିଶ୍ଚୟ ଥିଲା, ଆଲର୍ଟ ନିଶ୍ଚୟ ଥିଲା, ପ୍ରେମ ବି ଥିଲା, ଶାସନ ଥିଲା, ଅନୁଯୋଗ ଥିଲା, ସାବଧାନ ମଧ୍ୟ କରୁଥିଲେ। କିନ୍ତୁ ଯେତେବେଳେ ମୁଁ ଏଇ ଲାଉଦିକିଆ ମଣ୍ଡଳୀ ବିଷୟରେ ପାଠ କରୁଥିଲି, ମୁଁ ଭାବୁଥିଲି ପ୍ରକୃତରେ ଏହା ଏକ ପ୍ରଭାତକାଳୀନ ଚେତାବନୀର ବାକ୍ୟ ମୋ ପାଇଁ, ଆମ ସମସ୍ତଙ୍କ ପାଇଁ ଅଟେ। ଅନେକ ସମୟରେ ଆମେ ଯେତେବେଳେ କାହାକୁ ଖୁବ ଭଲ ପାଉ, ତାହାକୁ ଆମେ ସବୁ ପ୍ରକାର ସୁଯୋଗ ସୁବିଧା ଦେଇଥାଉ, ଆମେ ତାକୁ ନିଜ ସନ୍ତାନ ପରି ତାକୁ ସମସ୍ତ ବିଷୟରେ ତାକୁ ଲାଳନ ପାଳନ କରିଥାଉ, ତାର ସମସ୍ତ ପ୍ରକାର ମନ୍ଦ ପଥରୁ ତାକୁ ବିମୁଖ କରିବା ପାଇଁ ନାନା ପ୍ରକାର ଭାବରେ ତାକୁ ଆମେ ସାହାଯ୍ୟ କରିଥାଉ, ଅନୁଯୋଗ କରିଥାଉ। କିନ୍ତୁ ତାହା ସତ୍ତ୍ୱେ ଯେତେବେଳେ ଆମମାନଙ୍କର ପରିବର୍ତ୍ତନ ହୁଏ ନାହିଁ, ସେତେବେଳେ ସେ କଣ କରନ୍ତି, ପିତା ପରି ଆମମାନଙ୍କୁ ଅନୁଗ୍ରହ ସୁଯୋଗ ଦିଅନ୍ତି, ଯେମିତି ଆମେ ସେ ଅଧିକାର ସୁନ୍ଦର ଫଳ ଫଳିବୁ, ଆଉ ଯୋଉ ଦ୍ୱାରା ସେମାନଙ୍କ ଜୀବନ ଦେଖି ଆନନ୍ଦିତ ହେବେ। ମାତ୍ର ଯେତେବେଳେ ଆମମାନଙ୍କର ଜୀବନ ଏ ସମସ୍ତ ପରିବର୍ତ୍ତିତ ଯେତେବେଳେ ହୁଏ ନାହିଁ, ସେତେବେଳେ ସେ କଣ କରନ୍ତି, ଉଦ୍ଗାର କରିଦିଅନ୍ତି। ଏ ବିଷୟଟା ପଢିଲା ବେଳକୁ ମୋର ଛାତିଟି ଥରି ଉଠୁଥିଲା। ପ୍ରଭୁ, ଏ ବାକ୍ୟ ଏତେ ଗଭୀର, ମୁଁ ଆକୁ କେମିତି ବୁଝେଇବି? କିନ୍ତୁ ରାତି 12ଟା ଯେତେବେଳେ ମୁଁ ଆଣ୍ଠେଇଥିଲି, ପ୍ରାର୍ଥନା କରୁଥିଲି, ସେ ଧ୍ୟାନର ପ୍ରସଙ୍ଗକୁ ମୁଁ ଭାବୁଥିଲି, ଏହା ଏକ ଚେତାବନୀର ବାକ୍ୟ, ଆକୁ ମୁଁ କେମିତି ଭାବରେ ଉପସ୍ଥାପନା କରିବି। ପ୍ରଥମ ବିଷୟ ହେଉଛି ଆମର ଧ୍ୟାନର এই 2ଟି ଅଂଶ ଯେତେବେଳେ ପାଠ କରୁଥିଲି, ପ୍ରଥମ ବିଷୟ ଦେଖୁଛୁ ଅବଗତି, ଅନୁଯୋଗ, ଅନୁଗ୍ରହ, ଅଳ୍ପ ସମୟ ପୂର୍ବରୁ ଯେତେବେଳେ ଆମେ 14ରୁ 22 ପଦ ଯଦି ଆମେ ପାଠ କରିପାରିବା, ସେଥିରେ ପ୍ରଭୁ ଆମମାନଙ୍କୁ ବହୁତ ସୁନ୍ଦର ଭାବରେ କଥା କହି କିଛି କିଛି ବିଷୟ ସେ ଆମମାନଙ୍କର ବିଶ୍ୱାସ ବିଷୟରେ ସଚେତନ କରିଛନ୍ତି। ଏଇ ଅଂଶ ଯେତେବେଳେ ପାଠ କରୁଛୁ, ଆମେ ନିଶ୍ଚିତ ଭାବେ ଜାଣୁଛୁ ଯେ ଆମମାନଙ୍କର ସୃଷ୍ଟିକର୍ତ୍ତା ଆମମାନଙ୍କର ଈଶ୍ୱର ପିତା ଅଟନ୍ତି। ସେ ସୃଷ୍ଟି କରିଥିବାରୁ ସେ ସମସ୍ତ ବିଷୟ ଜାଣନ୍ତି। ଅବଗତି ଅର୍ଥାତ୍ ସେ ସମସ୍ତ ବିଷୟ ଜାଣନ୍ତି ବା ଜାଣିବା। ସେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଜାଣନ୍ତି, ପ୍ରତ୍ୟେକ ପରିବାରକୁ ସେ ଜାଣନ୍ତି, ପ୍ରତ୍ୟେକ ମଣ୍ଡଳୀକୁ ମଧ୍ୟ ସେ ଜାଣନ୍ତି, ଆଉ ଆମମାନଙ୍କର ସମସ୍ତଙ୍କର ଏଇ ଜଗତର ସମସ୍ତ ବିଷୟରେ ଯୋଉ ପୂର୍ଣ୍ଣତା ଅଛି ତାହା ମଧ୍ୟ ସେ ଜାଣନ୍ତି। କୌଣସି ବିଷୟ ନାହିଁ ଯେ ତାଙ୍କ ପାଖରୁ ଗୁପ୍ତ ହେଇକି ରହିବ। ମୋର ପ୍ରିୟ ମାନେ, ସବୁ ବିଷୟ ଆମେ ଘରେ ବାହାରେ
କଣ କରୁ, କିପରି କାର୍ଯ୍ୟ କରୁ, ସେ ସବୁ ବିଷୟ ଜାଣିଥାନ୍ତି। ଆମେ ଭାବିଥାଉ ଯେ କେହି କିଛି ଦେଖି ପାରୁନାହାନ୍ତି କି କେହି କିଛି ଜାଣି ପାରୁନାହାନ୍ତି, କିନ୍ତୁ ତାଙ୍କ ନିକଟରେ କୌଣସି ବିଷୟ ଅଛପା ନୁହେଁ। ଏକ ଖୋଲା ଚିଠି ସଦୃଶ୍ୟ ଆମମାନେ ତାଙ୍କ ଆଗରେ ରହିଅଛୁ। ସେଥିପାଇଁ ଯୋହନ 2 ପୂର୍ବରେ ଅତି ସୁନ୍ଦର ଭାବରେ ସେ ଆମମାନଙ୍କୁ ଗୋଟେ ବିଷୟ କହନ୍ତି, ଆମମାନଙ୍କର ଅନ୍ତଃକଣକୁ ମଧ୍ୟ ସେ ଅନୁସନ୍ଧାନ କରନ୍ତି। ସେ ଜାଣନ୍ତି ଆମ ଅନ୍ତଃକଣରେ କଣ ଅଛି। ତେଣୁ ଗୀତ ସଂଗୀତ 39 ପର୍ବତରେ କହନ୍ତି, ଦାଉଦ କହନ୍ତି, ହେ ସଦାପ୍ରଭୁ, ମୋର ଅନୁସନ୍ଧାନ କରିଅଛ, ମୋର ପରିଚୟ ନେଇଅଛ, ମୋର ଉଠିବାର ବସିବାର ଦୂରରୁ ମୋର ସଂକଳ୍ପ ମଧ୍ୟ ତୁମେ ସମସ୍ତ ବିଷୟ ଜାଣୁଅଛ। ତେଣୁ ଆମମାନେ ଆଜିର ଏଇ ମୁଖ୍ୟ ଅଂଶ ଉପରେ এই ଲାଉଦକିଆ ମଣ୍ଡଳୀ ବିଷୟରେ କିଛି ଆଲୋଚନା କରିବା ସମୟରେ ୟାର ଟିକେ ପୃଷ୍ଠଭୂମିକୁ ଯଦି ଆମେ ଐତିହାସିକ ମାନଙ୍କର ସେ ଟିପ୍ପଣୀରୁ ଯଦି କିଛି ପାଠ କରିଛୁ, ତେବେ ଆମେ ନିଶ୍ଚିତ ଜାଣିପାରିବା ଯେ ଖ୍ରୀଷ୍ଟପୂର୍ବ 261ରୁ 241 ମଧ୍ୟରେ ଦ୍ୱିତୀୟ ଆଣ୍ଟିଓଖସ୍ ରାଜାଙ୍କ ଦ୍ୱାରା ସ୍ଥାପିତ ତାଙ୍କର ସ୍ତ୍ରୀଙ୍କ ନାମ ଅନୁସାରେ ଏହି ମଣ୍ଡଳୀର ନାମ ଦିଆଯାଇଥିଲା। ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଲାଉଡାଇସ୍। ତେଣୁ ଲାଉଡାଇସ୍‌ରୁ ଲାଉଦକିଆ ନାମ ଦିଆଗଲା। କାହିଁକି ଏଭଳି ନାମକରଣ ଯଦି କରାଗଲା, ଯଦି ଚିନ୍ତା କରୁ, ଏଠାରେ ଅନେକ ଗୁଡ଼ିଏ ବ୍ୟାଙ୍କ ଥିଲା, ଅନେକ ଅର୍ଥର ସମାବେଶ ଥିଲା, ଅନେକ ପଶମ କାରଖାନା ମଧ୍ୟ ଥିଲା, କିଣା ବିକା ବହୁତ ଭଲ ଭାବରେ ଚାଲୁଥିଲା। ଏଠାରେ ଔଷଧର କାରଖାନା ଅତି ବହୁ ମାତ୍ରାରେ ସେଠି ବ୍ୟବହୃତ ହଉଥିଲା। ଆଉ ସ୍ପେଶିଆଲ ଗୋଟେ ମେଡିସିନ ତିଆରି ହଉଥିଲା, ତାହା ହଉଛି ଅଞ୍ଜନ, ଆଖିର ଅଞ୍ଜନ, ସେଥିପାଇଁ ଦୂର ଦୂରାନ୍ତରୁ ଆସି ସେ ଅଞ୍ଜନ ବି ସେମାନେ କିଣୁଥିଲେ। ଆଉ ଏଇ କାରଣରୁ ଏ ବ୍ୟବସାୟ ଗୁଡିକ ଥିବାରୁ ସେଠିକାର ଲୋକମାନେ ବହୁତ ଧନୀ ଥିଲେ, କାହାର କିଛି ଅଭାବ ନଥିଲା। ସେଠି ଗୋଟିଏ ସମସ୍ୟା ଥିଲା, ତାହା ହଉଛି ଜଳ ସମସ୍ୟା। ଯୋଉ ଜଳ, ସେଥିପାଇଁ ତାଙ୍କୁ ବହୁତ ଦୂରରୁ ଗୋଟେ ପାଇପ୍ ସାହାଯ୍ୟରେ ସେ ଜଳକୁ ଆଣିବାକୁ ପଡୁଥିଲା। ଆଉ ଯୋଉ ସ୍ଥାନରୁ ସେ ଜଳକୁ ସେମାନେ ଆଣୁଥିଲେ ସେ ଏକ ଉଷ୍ଣ ଝରଣା ଥିଲା। ଆମେ ଜାଣିଛୁ, କେତେ ଜଣ ଆମେ ଅନୁଭୂତି ମଧ୍ୟ ଥିବ, କେତେଟା ବଡ ବଡ ଘାଗରାକୁ ମଧ୍ୟ ଯାଇଛୁ, ଯୋଉ ସ୍ଥାନରେ ଉଷ୍ମ ଜଳ କେବଳ ଦେଖାଯାଏ। ଏଇଭଳି ଏକ ଉଷ୍ଣ ଝରଣା ଥିଲା। ଆଉ ପାଇପ୍ ସାହାଯ୍ୟରେ ସେ ଜଳ ସେଇଠୁ ଯେତେବେଳେ ଆସୁଥିଲା, ଆସୁ 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 କିଛି ବାଟ ପର୍ଯ୍ୟନ୍ତ ସେଇ ଲାଉଦକିଆ ସହରରେ ଯେତେବେଳେ ପହଞ୍ଚୁଥିଲା, ସେ ଟିକେ ଟିକେ ଶୀତଳ ହେଇ ଆସୁଥିଲା। ତେବେ ଜଳର ଉଷ୍ମତା ତଥାପି ରହୁଥିଲା, ଏତେ ବାଟରୁ ଆସିଲେ ମଧ୍ୟ ରହୁଥିଲା। ସେ ଜଳ ଗରମ ନଥିଲା କିମ୍ବା ଶୀତଳ ନଥିଲା, ଏହା ଥିଲା ନାତିଶୀତୋଷ୍ଣ। এই ଲାଉଦକିଆ ମଣ୍ଡଳୀର ପ୍ରକାଶିତ ପୁସ୍ତକରେ ସପ୍ତ ମଣ୍ଡଳୀ ନିକଟରେ ପତ୍ର ଲେଖାଯାଉଥିଲା, ଏ ଲାଉଦକିଆ ମଣ୍ଡଳୀ ହେଉଛି ଅନ୍ୟତମ। ଏହି ମଣ୍ଡଳୀ ସମ୍ପର୍କରେ ଅନେକ ବିଷୟ ପାଉଲ ଆଗରୁ ରଚନା କରିଥିଲେ ମଧ୍ୟ ଯୋହନ ଆକୁ ଅତି ପ୍ରାଞ୍ଜଳ ଭାବରେ ଦର୍ଶନ ଦ୍ୱାରା ତାର ଅସ୍ତିତ୍ୱକୁ ଦେଖେଇଥିଲେ। ଆଉ ଯେତେବେଳେ ସେ ଦେଖୁଛନ୍ତି, ସେ କହୁଛନ୍ତି ଯେ ଏଠିକା ଲୋକମାନେ ଖୁବ ବିଶ୍ୱାସୀ, ଜଣା ପଡୁଥିଲେ ସେମାନେ ବହୁତ ବିଶ୍ୱାସୀ, କିନ୍ତୁ ପ୍ରକୃତରେ ସେମାନେ ବିଶ୍ୱାସୀ ନଥିଲେ। ସେଇ ମଣ୍ଡଳଟି ବାହିକ ଭାବରେ ବହୁତ ସୁନ୍ଦର ଥିଲା, ଅନେକଙ୍କର ସମାବେଶ ଥିଲା, ମାତ୍ର ଆତ୍ମିକ ସ୍ୱଭାବ ସୁନ୍ଦର ନଥିଲା। ଈଶ୍ୱର ଏ ମଣ୍ଡଳୀକୁ କଣ କଲେ ନା, ସମୀକ୍ଷା ପରୀକ୍ଷା କରିବାକୁ ଲାଗିଲେ। ସମୀକ୍ଷା କଲା ପରେ କିଛି ଭଲ ବିଷୟ ମଧ୍ୟ ତା ମଧ୍ୟରେ ଥିଲା। ଏହି ମଣ୍ଡଳୀରେ ବିଶ୍ୱାସୀ ମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିଲେ,
କେବଳ ବିଶ୍ୱାସ କରୁନଥିଲେ, ସେମାନେ କୌଣସି ଦେବଦେବୀ ମଧ୍ୟ ପୂଜା କରୁନଥିଲେ। ନିୟମିତ ଭାବରେ ସେମାନଙ୍କ ସେବା ଆରାଧନା ଚାଲିଥିଲା। ଏହିପରି ଭାବେ କେତେ ଗୁଡ଼ିକ ଭଲ ବିଷୟ ସେ ପରିଲକ୍ଷିତ କରିଥିଲେ। ମାତ୍ର ଏସବୁ ସତ୍ୟ ମଣ୍ଡଳୀ ବିରୁଦ୍ଧରେ ଅନୁଯୋଗ ମଧ୍ୟ ଈଶ୍ୱର କରିଥିଲେ। ଅନୁଯୋଗ କଣ? କାରଣ କଣ ଥିଲା ନା ସେମାନେ ଏତେ ଧନୀ ଥିଲେ ଯେ ମନରେ ବହୁତ ଗର୍ବ ମଧ୍ୟ ସେମାନଙ୍କର ଥିଲା। ଗର୍ବ ବହୁତ ଥିଲା। ନିଜର ଧନ ସମ୍ପତ୍ତି ବାହୁବଳ ଏମାନଙ୍କ ଏଇ ସବୁ ଉପରେ ସେମାନଙ୍କର ଅତି ଗଭୀର ଭରସା ଥିଲା। ଆଉ ସେମାନଙ୍କର ବଡ ଦୁର୍ବଳତା ଥିଲା ନାତିଶୀତୋଷ୍ଣ ମନୋଭାବ, ଅର୍ଥାତ୍ ବେଶୀ ଗରମ ନାହିଁ କି ବେଶୀ ଶୀତଳ ନୁହେଁ। ଆଉ ସେମାନଙ୍କ ଶୀତଳ ନଥିଲେ କି କିମ୍ବା ଉଷ୍ମ ବି ନଥିଲେ। ଏହାର ଅର୍ଥ ହଉଛି ସେମାନେ ବିଶ୍ୱାସୀ ହୋଇ ମଧ୍ୟ ଜଗତ ସହିତ ସବୁବେଳେ ସାଲିସ କରି ଚାଲିବା ପାଇଁ ଇଚ୍ଛା କରୁଥିଲେ। ଆଜି ମୁଁ ପ୍ରାରମ୍ଭରୁ କହିଛି, ଏହା ଏକ ଚେତାବନୀର ବାକ୍ୟ। ଆମମାନଙ୍କୁ ଆଜି ଆତ୍ମସମୀକ୍ଷା ପ୍ରାପ୍ତ ସମୟରେ କରିବା ନିମନ୍ତେ ପ୍ରଭୁ ଏ ଲାଉଦିକିଆ ମଣ୍ଡଳୀ ବିଷୟରେ ଜଣେ ଆମମାନଙ୍କର ଜୀବନର ପ୍ରତିଟି ଅବସ୍ଥାକୁ ସେ ଦେଖିବାକୁ ଚାହାନ୍ତି। ଆଉ ସେଇ ମଣ୍ଡଳୀର ଆଉ ଏକ ବିଶେଷ ଦୁର୍ବଳତା ଥିଲା ସବୁବେଳେ ଉଦାସୀନତା। ଏହାର ମାନେ ହଉଛି ନିଶ୍ଚିତ ଭାବେ ସେମାନେ ଧର୍ମ କର୍ମ କରୁଥିଲେ, ଆତ୍ମିକ ଜୀବନ ଉପରେ ସେମାନେ ଗୁରୁତ୍ୱ ଜମା ଦଉନଥିଲେ। ବେଳେ ବେଳେ ଯେତେବେଳେ ବିନୟ ଭାଇଙ୍କର ବାକ୍ୟ ଶୁଣେ, ଅନ୍ୟ ପ୍ରିୟ ଭାଇ ମାନଙ୍କର ବାକ୍ୟ ଶୁଣେ, ପ୍ରଭୁଙ୍କ ଦାସ ମାନଙ୍କର ବାକ୍ୟ ଶୁଣେ, ସେ କେତେ ଗଭୀରକୁ ଯାଇକି ସେମାନେ ସେ ବାକ୍ୟକୁ ପରିଚର୍ଯା କଲାବେଳେ ମୁଁ ଭାବୁଥାଏ, ପ୍ରଭୁ ପ୍ରକୃତରେ ତୁମର ପ୍ରକାଶନ ତୁମେ ଯାହାକୁ ଜଣେଇବା ପାଇଁ ଚାହ ତାକୁ ଜଣେଇଥାଅ, ଯାହାକୁ ଦର୍ଶନ ଦେଇ ତୁମେ ତୁମର କଥା କହିଥାଅ ତାକୁ ତୁମେ ଅଧିକରୁ ଅଧିକ ଜ୍ଞାନଯୁକ୍ତ ଭାବରେ ତାକୁ ଉପସ୍ଥାପନା କରିବା ପାଇଁ ଜ୍ଞାନ ବୁଦ୍ଧି ଦେଇଥାଅ। ଆଉ ପ୍ରକୃତରେ ଈଶ୍ୱର ଏହି ପ୍ରକାର ପରିସ୍ଥିତିରେ ମଣ୍ଡଳୀର ସେ ଚେତାବନୀ ଶୁଣେଇ ଅନୁଗ୍ରହର ଯୁଗ ମଧ୍ୟକୁ ସେ ନେଇ ଆସିଲେ। ଲାଉଦିକିଆ ମଣ୍ଡଳୀକୁ ଅନୁଗ୍ରହ ଯୁଗରେ ସେ ନେଇ ଆସିଲେ। ଈଶ୍ୱର ଚାହିଁଥିଲେ ସଙ୍ଗେ ସଙ୍ଗେ ସେମାନଙ୍କୁ ଦଣ୍ଡ ବିଧାନ କରିପାରିଥାନ୍ତେ। ଏଇଭଳି ଜୀବନ କିଛିଟା ଦୁର୍ବଳ ଜୀବନ ପାଇଁ ତାଙ୍କୁ ଦଣ୍ଡ ବିଧାନ କରିପାରିଥାନ୍ତେ। କିନ୍ତୁ ପୂର୍ବରୁ ଯେତେବେଳେ ଆମେ ସବୁ ମଣ୍ଡଳୀ ବିଷୟରେ ଟିକେ ଚିନ୍ତା କରୁଥିଲୁ, ଏଫେସୀକୁ କହୁଛନ୍ତି ତମେ ଆଦ୍ୟ ପ୍ରେମ ପାଶୋରି ଯାଇଛ। ଆଉ ତାପରେ କହୁଛନ୍ତି ଦ୍ୱିତୀୟରେ ସ୍ୱର୍ଣ୍ଣ ମଣ୍ଡଳୀକୁ କହୁଛନ୍ତି ଯେ ତମେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ଆମେ ତୁମକୁ ନିଶ୍ଚିତ ଭାବରେ ସେଇ ଜୀବନ ରୂପ ମୁକୁଟ ଦେବୁ। ଫର୍ଗମ ମଣ୍ଡଳୀକୁ ଏଇଟା କହୁଛନ୍ତି ମନ ପରିବର୍ତ୍ତନ କର, କାରଣ ତୁମେ ଯଦି ଜୟ କରିବ ତେବେ ଆମେ ନିଶ୍ଚୟ ତୁମକୁ ସେଇ ନୂତନ ନାମ ଦେବା। ଆଉ ସେଇ ପ୍ରସ୍ତର ଉପରେ ତୁମକୁ ସେ ମଣ୍ଡଳୀର ସ୍ତମ୍ଭ କରିବା। ତାପରେ ଥୁଆଚେରା ମଣ୍ଡଳୀ କହୁଛନ୍ତି ତୁମାନେ ଜାଣ ଯେ ଯେଉଁ ଈଶ୍ୱରଙ୍କ ପୁତ୍ର ଚକ୍ଷୁ ପ୍ରଜ୍ୱଳିତ ଅଗ୍ନି ଶିଖା ସେ କହନ୍ତି, ଆମ୍ଭେ ତୁମର କର୍ମ, ପ୍ରେମ, ସେବା, ଧୈର୍ଯ୍ୟ, ଯତ୍ନ ଏସବୁ ଗୁଡିକ ଅଧିକ ରୂପରେ ଜାଣିଛୁ, ତଥାପି ନାରୀ ଦ୍ୱାରା ତୁମାନେ ଭ୍ରଷ୍ଟା ହେଇଛ, ଭୁଲ ପଥରେ ଯାଇଛ, ସେଥିପାଇଁ ମୁଁ ତୁମମାନଙ୍କୁ ପନିଶମେଣ୍ଟ ମଧ୍ୟ ଦେବି। ପ୍ରକାଶିତ ବାକ୍ୟର এই ମଣ୍ଡଳୀ ପ୍ରତି ଗୋଟେ ବଡ ଭୟାନକ ବିଷୟ ଥିଲା, ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ। ଯେତେବେଳେ ପୁନର୍ବାର ମୁଁ ଦେଖୁଥିଲି ସାର୍ଦି ମଣ୍ଡଳୀର ସବୁ କର୍ମ ଦେଖି ସାରିଲା ପରେ ସେ ଗୋଟିଏ କମେଣ୍ଟ ଦଉଛନ୍ତି, ତୁମର କର୍ମ ସବୁ ସିଦ୍ଧ ନୁହେଁ। ଚେତାବନୀ ପରେ ଚେତାବନୀ ଦେଇଛି। ଯେତେବେଳେ ସାର୍ଦି ମଣ୍ଡଳୀକୁ ଏକଥା କହୁଛନ୍ତି, ତଥାପି ସେ କହୁଛନ୍ତି ତୁମେ ଯଦି ବିଶ୍ୱାସରେ ସ୍ଥିର ରହିବ ତେବେ ନିଶ୍ଚିତ ଭାବରେ ମୁଁ ତୁମମାନଙ୍କୁ ଶୁକ୍ଳ ବସ୍ତ୍ର ପରିହିତ କରାଇ ମୋ ସହିତ ତୁମମାନଙ୍କୁ ଗମନାଗମନ କରେଇବି। ଆଉ ତୁମାନେ ଯଦି ଜୟ କରିବ ତେବେ ତୁମମାନଙ୍କର ନାମ ସେଇ ଜୀବନ ପୁସ୍ତକରେ ଲେଖାଯିବ, ଦୂତମାନେ ମଧ୍ୟ ତୁମକୁ ସ୍ୱୀକାର କରିବେ। ଯେତେବେଳେ
সেই ମଣ୍ଡଳୀ ବିଷୟରେ ଭାବବାଣୀ ହଉଥିଲେ। ସେତେବେଳେ ଫିଲାଡେଲଫିଆ ମଣ୍ଡଳୀ ବିଷୟରେ ଈଶ୍ୱର ପ୍ରଶଂସା କରୁଛନ୍ତି, ସେଇ ମଣ୍ଡଳୀକୁ ତାର ସମସ୍ତ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ତାକୁ କହିଲେ ମନ୍ଦିରର ସ୍ତମ୍ଭ କରିବା ତହିଁରେ ନୂତନ ନାମ ଲେଖା ହବ। କିନ୍ତୁ ଲାଉଦିକିଆ ମଣ୍ଡଳୀ, ଏଇ ମଣ୍ଡଳୀକୁ ଯେତେବେଳେ ସେ ଦେଖୁଛନ୍ତି, ନା ଉଷ୍ମ ନା ଶୀତଳ, ଈଶ ତୃଷ୍ଣା ବାରୁ ଆପଣା ମୁଖରୁ ଉଦ୍ଗାର କରିବା ପାଇଁ ଯାଉଛନ୍ତି ମୋର ପ୍ରିୟମାନେ। ଆଉ ଯେତେବେଳେ ଆମେ ଏ ଅଂଶଟିକୁ ଧ୍ୟାନ ପୂର୍ବକ ପଢୁଥିଲୁ, ଆଉ ସେଇ ଅଂଶଟିକୁ ମୁଁ ଦେଖୁଥିଲି, ସେମାନଙ୍କର ସେଇ ସ୍ଥାନର, ଯଦି ବା ସେଇ ସ୍ଥାନରେ ଗୋଟେ ଚକ୍ଷୁ ରୋଗ ପାଇଁ ଗୋଟେ ସୁନ୍ଦର ଅଞ୍ଜନ ମିଳୁଥିଲା, ଦୂର ଦୂରାନ୍ତରୁ ଆସୁଥିଲେ, ବହୁତ ଖର୍ଚ୍ଚ କରୁଥିଲେ ଚକ୍ଷୁର ସେଇ ସୁସ୍ଥତା ପାଇଁ, କିନ୍ତୁ ସେମାନଙ୍କର ଆତ୍ମିକ ଚକ୍ଷୁ ଅନ୍ଧ ଥିଲା। ଆଜି ମଧ୍ୟ ଆମେ ଅନେକ ବାକ୍ୟ ଶୁଣୁଛୁ, ଅନେକ ଚେତନା ଯୁକ୍ତ ବାକ୍ୟ ଶୁଣୁଛୁ, ଗଭୀର ବାକ୍ୟର ନିଗୁଡ ତତ୍ଵ ଗୁଡିକ ଶୁଣୁଛୁ, ତଥାପି ଆଜି ଆମମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ ହେଇଯାଇଛି। ଜାଗତିକ ଭାବରେ ଏ ଜ୍ଞାନ ଚକ୍ଷୁକୁ ଅନ୍ଧ କରି ଦିଆଯାଇଛି। ଆଉ ପ୍ରଭୁ ଆଜି ଆମମାନଙ୍କୁ ସେଇ ଆହ୍ୱାନ କରନ୍ତି, ତୁମାନେ ଈଶ୍ୱର ଦତ୍ତ ସେଇ ଅଞ୍ଜନକୁ ତୁମାନେ କିଣ। ଜଗତ ପ୍ରଭୁଙ୍କର ବାକ୍ୟ ବା ବ୍ୟବସ୍ଥା ରୂପ ବୀଜ ରୂପ ଅଞ୍ଜନକୁ ତୁମେ ଯଦି କିଣିବ, ନିଶ୍ଚିତ ଭାବରେ ତୁମମାନଙ୍କର ଜ୍ଞାନ ଚକ୍ଷୁ ଖୋଲିଯିବ। ଭଲ ମନ୍ଦର ବିବେଚନା ତୁମେ ପାଇବ, ଯଥାର୍ଥ ନିଷ୍ପତ୍ତି ନେଇ କୌଣସି କାର୍ଯ୍ୟ କରିପାରିବ। ପବିତ୍ର ଆତ୍ମା ବିଶ୍ୱାସର ଜୀବନରେ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି, କିନ୍ତୁ ପଥଭ୍ରଷ୍ଟ ମନୁଷ୍ୟକୁ ଥରକୁ ଥର ସେଥିପାଇଁ ସେ ସୁଯୋଗ ଦିଅନ୍ତି, ସେ ଅନୁଗ୍ରହ ସେ କରନ୍ତି। କାଳେ ସେ ଫେରି ଆସିବ, କାଳେ ସେ ରକ୍ଷା ପାଇଯିବ। ଅନେକ ସମୟରେ ଈଶ୍ୱରଙ୍କ ଡାକ ଶୁଣି ନ ଶୁଣିଲା ପରି ଅନେକ ସମୟରେ ମାନେ ବଡ ଉଦାସୀନ ଅବସ୍ଥାରେ ଥାଉ। ସେଥିପାଇଁ ଈଶ୍ୱର କହିଲେ, ମୁଁ ତୁମମାନଙ୍କୁ ଉଦ୍ଗାର କରିବା ପାଇଁ ଯାଉଛି। ପରିତ୍ୟାଗ କରିବେ, ଉଦ୍ଗାର କରିବା ଅର୍ଥ ସେ ଆମକୁ ପରିତ୍ୟାଗ କରିବେ, ନଷ୍ଟ କରିବେ, ଦଣ୍ଡ ଦେବେ, ଇତ୍ୟାଦି ଇତ୍ୟାଦି। କିନ୍ତୁ ତଥାପି ସେ ଗୋଟେ ପ୍ରତିଜ୍ଞା ମଧ୍ୟ ଦଉଛନ୍ତି। ଈଶ୍ୱରଙ୍କର ସ୍ୱଭାବ ହଉଛି ଅପରିବର୍ତ୍ତନୀୟ, ସେ ଜମା ଚାହାନ୍ତିନି ଯେ ଗୋଟିଏ ବି ଆତ୍ମା ବି ନଷ୍ଟ ହଉ। ସେଥିପାଇଁ ସେ ସୁଯୋଗ ପରେ ସୁଯୋଗ ଦେଇ ଚେତନାମୂଳକ ବାକ୍ୟ ଦ୍ୱାରା ଆମମାନଙ୍କୁ ଅଧିକରୁ ଅଧିକ ତାଙ୍କ ନିକଟବର୍ତ୍ତୀ କରାଇବା ସମୟରେ ସେ ଯାହା କୁହନ୍ତି ତାହା ହଉଛି ତାଙ୍କର ମୁଖ ନିର୍ଗତ ସେଇ ବାକ୍ୟ, ଯାହାକି ଅଗ୍ନି ହାତୁଡ଼ି ସଦୃଶ। ଜିରିମିୟା 23 ପର୍ବ ତାର ଯଦି 29 ପଦ ଆମେ ପାଠ କରିଛୁ, ତେବେ ଈଶ୍ୱରଙ୍କର କାର୍ଯ୍ୟ ହଉଛି ଶକ୍ତି ସାଧନକାରୀ କାର୍ଯ୍ୟ। ସେ କରିବାକୁ ଚାହାନ୍ତି ଆମମାନଙ୍କ ଜୀବନରେ। କାରଣ ଯେପରି ଆମେ ଇବ୍ରୀ 4 ପର୍ବ 12 ପଦରେ ପାଠ କରିଛୁ, ଈଶ୍ୱରଙ୍କର ବାକ୍ୟ ହଉଛି ଜୀବନ୍ତ କାର୍ଯ୍ୟ ସାଧକ, ପୁଣି 2 ଧାର ଖଡଗ ଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥି ମଧ୍ୟରୁ ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ହୃଦୟର ଚିନ୍ତା ଭାବନାର ସୂକ୍ଷ୍ମ ବିଚାରକ। ତେଣୁ ଆମେ ଯେତେବେଳେ ଏଇ ଅଂଶଟିକୁ ପାଠ କରୁଥିଲୁ, ଆଜି ଆତ୍ମସମୀକ୍ଷା କରିବା ପାଇଁ ପ୍ରଭୁ ଆମମାନଙ୍କୁ ଗୋଟେ ବଡ ସୁନ୍ଦର ସୁଯୋଗ ଦେଇଛନ୍ତି। ଆଉ ସେଇ ସମୟରେ ଆମେ ମନେ ପକଉ ଗୀତ ସଂହିତା 147 ପର୍ବର 15 ପଦ, ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ। ଏଇ ଦିନ ମାନଙ୍କରେ ଜୁମ୍, ଗୁଗୁଲ ମିଟ୍ ଏ ସବୁ ମାଧ୍ୟମରେ ବାକ୍ୟ ଗୁଡିକ ଯେପରି ଦୌଡ଼ିଲା ପରି ଦୌଡୁଛନ୍ତି, ଦୌଡ଼ିଲା ପରି ସେମାନେ ଦୌଡୁଛନ୍ତି। କାହିଁକି? ବିନାଶ ପ୍ରାପ୍ତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ। ସେଥିପାଇଁ ଏଫିସି ତାର 6 ପର୍ବ 17 ପଦରେ କହିଲେ, ପୁଣି ପରିତ୍ରାଣ ରୂପ ଶିରସ୍ଥାନ ପରିଧାନ କରି ଓ ଆତ୍ମାଙ୍କ ଖଡଗ ଅର୍ଥାତ୍ ଈଶ୍ୱରଙ୍କର ବାକ୍ୟକୁ ଧାରଣ କର, ଧରିକି ରଖ। କାରଣ ଯୋଉ ବିପତ୍ତି ଆସୁଛି ବା ଆସିଗଲାଣି, ଅତି ସନ୍ନିକଟ। ତେଣୁ ଆମେ ଏଇ ସମୟରେ କଣ କରିବା? ଦୌଡ଼ିବା ବାକ୍ୟକୁ ଧରିକିରି, ଯୋଉଠି ପହଞ୍ଚି ପାରିନି ସେଇଠି ପହଞ୍ଚେଇବା।
ସେଥିପାଇଁ ଜିସାୟ ତାର 55 ପର୍ବ 10 ପଦର 11 ପଦ ଆମେ ପାଠ କରୁ, ସେଠି ମଧ୍ୟ ବଡ ସୁନ୍ଦର ବିଷୟ ଲେଖାଯାଏ। ଯେହେତୁ ଯେପରି ହିମ ଆକାଶରୁ ତଳକୁ ଆସେ, ସେ ଆଉ ଫେରିଯାଏ ନାହିଁ, ଆଉ ସେ କଣ କରେ, ଭୂମିକୁ ସନ୍ତରା କରି ଫଳବତୀ କରି ତୃଣାଟିକୁ ଉତ୍ପନ୍ନ କରେ, ବୟନକାରୀଙ୍କୁ ବୀଜ ପୁଣି ଭୋଜନକାରୀଙ୍କୁ ଭକ୍ଷ୍ୟ ଦିଏ। ଆମ୍ଭ ମୁଖରୁ ବାକ୍ୟ ଠିକ ସେହିପରି ହେବ, ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ। ମାତ୍ର ଆମେ ଯାହା କରୁ ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମେ ପ୍ରେରଣ କରୁ ତହିଁରେ ଆମେ କୃତାର୍ଥ ହେବା। ମୁଁ ଯେତେବେଳେ ପଢୁଥିଲି ପ୍ରଭୁଙ୍କୁ ଧନ୍ୟବାଦ ଦଉଥିଲି। ପ୍ରଭୁ ପ୍ରକୃତରେ ହିମ ଆସେ ଯେତେବେଳେ ତଳକୁ, ମାଟିକୁ ଆର୍ଦ୍ର କରେ, ଅନେକ ଫଳ ପୁଣି ଅନେକ ବୀଜକୁ ଯେତେବେଳେ ସେ ଉତ୍ପନ୍ନ କରେ, ଯେ ବିହନ ବୁଣିଥାଏ, ପୁଣି ଯେ ବିହନ ବୁଣିବା ପରେ ଭୋଜନର ଯୋଗ୍ୟ ଥାନ୍ତି, ସେମାନେ ତାହା ସଂଗ୍ରହ କରିଥାନ୍ତି। ସେଇଥିପାଇଁ ସେ ତାଙ୍କର ପ୍ରତିଜ୍ଞା ଦଉଛନ୍ତି, କେବେ ବି ଭାବ ନାହିଁ ଯେ ମୁଁ ଯାହା କହିଛି ତାହା ମୋ ନିକଟକୁ ଫେରି ଆସିବ। ଈଶ୍ୱର ନିଜ ଅପରିବର୍ତ୍ତନୀୟ। ସେ ଯେଉଁ ପ୍ରତିଜ୍ଞା ତାଙ୍କ ମୁଖରୁ ସେ ବାହାର କରି ଅପରିବର୍ତ୍ତନୀୟ ରଖିଥିଲେ, ଈଶ୍ୱର ଲାଉଦୋକିଆ ମଣ୍ଡଳୀର ଖ୍ରୀଷ୍ଟିଆନ ମାନଙ୍କୁ ସେଇ ଆହ୍ୱାନ କରିଥିଲେ। ଆଜି ଆମମାନଙ୍କୁ ମଧ୍ୟ ସେଇ ଆହ୍ୱାନ ଆସେ। ତାକୁ ସ୍ମରଣ କରି ଦଉଛନ୍ତି, ଅତୀତରେ ମୁଁ କଣ କରିଛି ତା ମନେ ପକେଇ ଦଉ। କଣ କରିଛି ସିନା ଲାଉଦୋକିଆ ମଣ୍ଡଳୀକୁ ସେ ମନେ ପକେଇ ଦଉଛନ୍ତି। ମନେ ପଡିଯାଏ ଅବ୍ରାହମ ସାରାଙ୍କର ଜୀବନର କାର୍ଯ୍ୟ, ଇସ୍ରାଏଲ ଜାତିକୁ ମିଶରରୁ ବାହାର କରିବାର କାର୍ଯ୍ୟ, ଯୀଶୁଙ୍କର ଜନ୍ମ, ମୃତ୍ୟୁ, ପୁନରୁତ୍ଥାନ, ଏ ସମସ୍ତ ବିଷୟରେ ଭବିଷ୍ୟତ ବକ୍ତା ମାନଙ୍କ ମୁଖରୁ ବାଣୀ, ତାଙ୍କର ଦ୍ୱିତୀୟ ଆଗମନର ନିଶ୍ଚୟତା, ଏସବୁ ଯେତେବେଳେ ସେମାନଙ୍କୁ ସୁଯୋଗ ଦଉଛନ୍ତି ଯେ ମନ ପରିବର୍ତ୍ତନ ଯଦି ତୁମେ ଯଦି ମନ ପରିବର୍ତ୍ତନ କରିବ, ତେବେ ମୁଁ ତୁମମାନଙ୍କ ନିକଟକୁ ଆସିବି। ସେ ଆଜି ଅପେକ୍ଷା କରିଛନ୍ତି ମୋର ପ୍ରିୟ ମାନେ, ସେ ଅପେକ୍ଷା କରିଛନ୍ତି। ଈଶ୍ୱର ସର୍ବଦା ଅପେକ୍ଷା କରୁଛନ୍ତି ଯେ ପଥଭ୍ରଷ୍ଟ ମନୁଷ୍ୟ ମାନେ ତାଙ୍କ ନିକଟକୁ ଫେରି ଆସିବେ। ଆଜି ଆମମାନଙ୍କ ସମାଜ, ମଣ୍ଡଳୀ, ବ୍ୟକ୍ତିଗତ ଜୀବନର ଅନେକ ବିଷୟ ଯେତେବେଳେ ଆମେ ଚିନ୍ତା କରୁ, ପ୍ରକୃତରେ ଆମମାନଙ୍କର ପରିବାର ଆଜି କୋଉପରି ପରିସ୍ଥିତିରେ, ଆମମାନଙ୍କ ବ୍ୟକ୍ତିଗତ ଜୀବନ ଆଜି କୋଉଭଳି ଅବସ୍ଥାରେ ରହିଛି। ତେଣୁ ଯେତେବେଳେ ଆମେ ଈଶ୍ୱରଙ୍କର ଅପେକ୍ଷାର ମହତ୍ଵକୁ ଯଦି ବୁଝିଛୁ, ଗୁରୁତ୍ୱକୁ ଯଦି ବୁଝିଛୁ, ତେବେ ଆଜି ସେ ଚେତାବନୀ ମୋ ପାଇଁ ଅଟେ କି? ସେଟାକୁ ମୁଁ ଗ୍ରହଣ କରିବି କି? ମୋର ପୂର୍ବ ବିଷୟକୁ ଯଦି ମୁଁ ସ୍ମରଣ କରେ, ମୁଁ କିଏ ଯେ ପ୍ରଭୁ ମତେ ଏତେ ପ୍ରେମ କରନ୍ତି, ମୁଁ କିଏ ଯେ ମତେ ପ୍ରଭୁ ଏତେ ମୋର ଯତ୍ନ ନିଅନ୍ତି, ସେ ଅପେକ୍ଷା କରନ୍ତି। ସେ ଅନୁଗ୍ରହ ପ୍ରଦର୍ଶନ ଦ୍ୱାରା ତାଙ୍କ ପ୍ରେମକୁ ସେ ପ୍ରକାଶ କରିବା ପାଇଁ ଚାହାନ୍ତି। ପଥଭ୍ରଷ୍ଟ ମନୁଷ୍ୟ ଯେପରି ମନ ପରିବର୍ତ୍ତନ କରିବ, ଫେରିବ, ସେଥିପାଇଁ ସେ ଅପେକ୍ଷା କରନ୍ତି। ଆଜି ଲାଉଦୋକିଆ ମଣ୍ଡଳୀର ଅସ୍ତିତ୍ୱ କଣ? ଯଦି ଯୋଉମାନେ ଯାଇଛନ୍ତି, ବର୍ତ୍ତମାନର ସ୍ଥିତି ବିଷୟରେ ଜାଣିଛନ୍ତି, ସେ ମଣ୍ଡଳୀର ଆଉ ସେଇ ସୌନ୍ଦର୍ଯ୍ୟ ନାହିଁ। ସେଟା ମାଟି ସ୍ତୂପରେ ପରିଣତ ହେଲା ପରି ରହିଛି। କାହିଁକି? ଶୀତଳ କି ଉଷ୍ମ ନ ହୋଇ ଚତୁଷ୍ଣ ହେବାରୁ ସଦାପ୍ରଭୁ ତାଙ୍କ ମୁଖରୁ ଉଦ୍ଗାର କରିବା ପାଇଁ ସେ ମଣ୍ଡଳୀକୁ ବଡ ଚେତାବନୀ ସହିତ ସାବଧାନ କରେଇଥିଲେ। ମୋର ପ୍ରିୟ ବିଶ୍ୱାସୀ ମାନେ, ଗୋଟିଏ ବିଷୟ ଭୁଲି ନ ଯାଉ, ଯେଉଁ ଈଶ୍ୱର ଇସ୍ରାଏଲ ଜାତିର ଈଶ୍ୱର ଥିଲେ, ସେ ଲାଉଦୋକିଆ ମଣ୍ଡଳୀର ମଧ୍ୟ ଈଶ୍ୱର ସହିତ ତାଙ୍କର ବିଚାର କଲେ। ମୋର ବିଚାର, ଆପଣମାନଙ୍କର ବିଚାର ଅତି ଶୀଘ୍ର ହବା ପାଇଁ ଯାଉଛି। ସେ ଆଜିକାଲି ସଦାକାଳ ଚିର ସମାନ ପରମେଶ୍ୱର, ସେମ୍ ଗଡ୍। ତେଣୁ ସେ ସର୍ବଜ୍ଞ, ସର୍ବପ୍ରାପ୍ତି, ସର୍ବଦା ଆପଣା ପ୍ରତିଜ୍ଞାରେ ସେ ବିଶ୍ୱସ୍ତ ଅଟନ୍ତି। ଅନେକ ସମୟରେ ବର୍ଷ ଆରମ୍ଭରୁ ଅନେକ ପ୍ରତିଜ୍ଞା ଆମେ କରିଛୁ। ଏଇ ବର୍ଷ ପ୍ରାରମ୍ଭରୁ ମୁଁ ପ୍ରଭୁଙ୍କ ନିମନ୍ତେ ମନୋଯୋଗୀ ହେବି, ଏଇ ବର୍ଷର ପ୍ରାରମ୍ଭରୁ ମୁଁ ବାଇବଲ ପଢିବି,
ଏଇ ବର୍ଷର ପ୍ରାରମ୍ଭରୁ ମୁଁ ସମସ୍ତ ପ୍ରକାର ମନ୍ଦ ଅଭ୍ୟାସ କୁଅଭିଳାଷରୁ ନିଜକୁ ପୃଥକ କରିବି। ଏଇ ବର୍ଷ ଆରମ୍ଭରୁ ମୋର ଧାର୍ମିକ ଜୀବନକୁ ଅଧିକ ଧର୍ମମୟ କରିବା ପାଇଁ ଚେଷ୍ଟା କରିବି। ବର୍ଷ ଆରମ୍ଭରୁ ସର୍ବଦା ଆହୁରି ପ୍ରତିଜ୍ଞା କରିଥାଉ, ସର୍ବଦା ସବୁ ବିଷୟରେ ମୁଁ ବିଶ୍ୱସ୍ତ ରହିବି। ଆଉ ପ୍ରତିଜ୍ଞା ମଧ୍ୟ କରିଥାଉ, ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ମଣ୍ଡଳୀର ନିଷ୍ଠା ନିମନ୍ତେ ସମସ୍ତ ଉତ୍ତମ କର୍ମରେ ମୁଁ ନିଜକୁ ନିୟୋଜିତ କରିବି। ଏହିପରି ଭାବେ ପ୍ରତିବର୍ଷ ଆମେ ଅନେକ ଥର ଅନେକ ପ୍ରତିଜ୍ଞା କରିଥାଉ, କିନ୍ତୁ ଆଜି ମୋତେ ଆପଣମାନଙ୍କୁ ପ୍ରଶ୍ନ ପଚାରନ୍ତି, ପ୍ରଭୁ ଯେ ତୁମାନେ ତାହା ତୁମେ ପୂର୍ଣ୍ଣ କରିଛ କି? ଆତ୍ମ ପରୀକ୍ଷା କଲେ ତାକୁ ଜାଣିପାରିବା। ଆମେ ହୁଏତ ଭୁଲି ଯାଇପାରୁ, କିନ୍ତୁ ଈଶ୍ୱର କଦାପି ଭୁଲନ୍ତିନି। ସେ ଧୀର ସ୍ୱରରେ କହିଲେ ମଧ୍ୟ ସେ ଶୁଣି ନିଅନ୍ତି। କଣ ମୁଁ କହିଛି, କଣ ପ୍ରତିଜ୍ଞା କରିଛି, କଣ ତାଙ୍କ ନିକଟରେ ତାଙ୍କ ଶପଥ କରିଛି, ସେ ସବୁକୁ ଡିଟେଲ ଭାବରେ ସେ ଶୁଣି ନିଅନ୍ତି, ଶୁଣି ନେଇକି ମନେ ରଖିଥାନ୍ତି। ତଥାପି ଆମମାନଙ୍କ ପ୍ରତି ସେ ଦଣ୍ଡ ବିଧାନ ନ କରି କୋମଳତାର ସହିତ ଆମମାନଙ୍କୁ ବ୍ୟବହାର କରି ଆମର ପ୍ରତ୍ୟାବର୍ତ୍ତନକୁ ସେ ଅପେକ୍ଷା କରନ୍ତି। କାଳେ ଫେରି ଆସିବା, କାଳେ ତାଙ୍କ ନିକଟକୁ ଚାଲି ଆସିବା। ଯଦି ଫେରି ଆସିବା, ସେ ଚାହାନ୍ତି ଆମ ଜୀବନର ସବୁ ଅସଜଡ଼ା ବିଷୟକୁ ସେ ସଜାଡ଼ି ଦେବା ପାଇଁ। ସେ କହୁଛନ୍ତି ଯାହା କିଛି ତୁମ ଜୀବନର ଅସଜଡ଼ା ବିଷୟ ଅଛି ସେ ସବୁ ମତେ ଦେଇଦିଅ ନା। ସେ ଅନୁଗ୍ରହ ପ୍ରକାଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେ ପ୍ରଥମେ ଆମ ଜୀବନ ମଧ୍ୟକୁ ଆସିକି ଆମକୁ ସଜାଡ଼ିବା ପାଇଁ ଚାହାନ୍ତି। ସେଥିପାଇଁ ପ୍ରକାଶିତ 3:20 କହିଲେ, ଦ୍ୱାର ଖୋଲ, ମୁଁ ପ୍ରବେଶ କରିବି, ମୁଁ ତୁମ ସହିତ ଭୋଜନ କରିବି, ତୁମେ ମୋ ସହିତ ଭୋଜନ କରିବ। ଏହାର ଅର୍ଥ କଣ? ପ୍ରଥମେ ବା ଆଗେ ଭୋଜନ କରିବି କହିବା ଅର୍ଥ, ପ୍ରଥମରେ ଆଗେ ତୁମର ଯାହା କିଛି ଦୋଷ, ଦୁର୍ବଳତା, ସମସ୍ୟା, ଚିନ୍ତା, ଦୁଃଖ, ନୈରାଶ୍ୟତା ଯାହା ଅଛି ତମେ ମତେ ଦେଇଦିଅ ନା। ମୁଁ ତାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି। ତାପରେ ମୁଁ ତୁମ ସହିତ ଭୋଜନ କରିବି, ଅର୍ଥାତ୍ ମୋ ପାଖରେ ଯାହା ଅଛି ମୁଁ ତାହା ତୁମକୁ ଦେବି। ତୁମର ଜିନିଷ ଗୁଡ଼ିକ ମୁଁ ନେଇଯିବି, ମୋର ଜିନିଷ ଗୁଡ଼ିକ ତୁମକୁ ଦେବି। ପ୍ରଥମେ ତୁମର ଦୋଷ, ତ୍ରୁଟି, ଦୁର୍ବଳତା ନେବା ପାଇଁ ତୁମାନେ ମତେ ଅନୁମତି ଦିଅ, ସ୍ୱୀକାର କରିନିଅ। ତେବେ ମୁଁ ତୁମକୁ ଯାହା ଦେବା ପାଇଁ ଯାଉଛି ତାହା ମୁଁ ତୁମ ସହିତ ଭୋଜନ କରିବା ସହିତ ସମାନ ହେବି। 20 ପଦ ଅନୁଯାୟୀ ସେ ଦ୍ୱାର ନିକଟରେ ଛିଡାଇ ଡାକ ପକଉଛନ୍ତି। କଣ ଦେବେ? ଆମର ଅପେକ୍ଷା ଆଜି କଣ? ସର୍ବଦା ସର୍ବ ବିଷୟରେ ପରୀକ୍ଷା, ପ୍ରଲୋଭନ, ଅନାଟନ, ଦୁଃଖ, କଷ୍ଟ, ସମସ୍ୟା ଆସିଲେ ମଧ୍ୟ ସେ ଆମକୁ କହୁଛନ୍ତି ମୁଁ ତୁମମାନଙ୍କୁ ବିଜୟ ପ୍ରଦାନ କରିବି। ହାଲେଲୁୟା। ଦ୍ୱିତୀୟରେ ସେ କହୁଛନ୍ତି ତୁମେ ଯଦି ପ୍ରକୃତ ଅର୍ଥରେ ତୁମର ସବୁ ଜିନିଷ ଗୁଡ଼ିକ ମତେ ଦେଇଦେଇଛ, I will honor you, ମୁଁ ତୁମକୁ ସମ୍ମାନ କରିବି। ମୋର ପିସ୍, ମୋର ଶାନ୍ତି ମୁଁ ତୁମମାନଙ୍କୁ ପ୍ରଦାନ କରିବି। କେବଳ ସେତିକି କହିନାହାନ୍ତି, ସେ ଆହୁରି କହୁଛନ୍ତି ମୋ ପାଖେ ଯୋଉ ଜିନିଷ ଅଛି ତାହା ହଉଛି ମୁଁ ମୋର ନିଜର ସନ୍ତାନ ସନ୍ତତି କରି ମୁଁ ତୁମମାନଙ୍କୁ ଗ୍ରହଣ କରିବି, ସୁଯୋଗ ଦେବି, ଅଧିକାର ଦେବି। ସର୍ବୋପରି ସେ କହୁଛନ୍ତି ମୁଁ ତୁମକୁ ଇଟର୍ନାଲ ଲାଇଫ, ଅନନ୍ତ ଜୀବନ ଦେବି, ଯେପରି ତୁମାନେ ସର୍ବଦା ମୋ ରାଜ୍ୟରେ, ମୋ ସାନ୍ନିଧ୍ୟରେ ସର୍ବଦା ବାସ କରିବ। କିନ୍ତୁ ତୁମର ଜୀବନରେ ପ୍ରଥମେ ମତେ ପ୍ରବେଶ କରିବାକୁ ଦିଅ। ଏଇ ଛଳ ଭାବରେ ମାନେ ଏ ସ୍ଥାନରେ ଯଦି ଆମମାନଙ୍କର ମଧ୍ୟରେ କୌଣସି ଆବିଳତା ଅଛି, ମନ୍ଦତା ଅଛି ନେଇକି ଆସିଛୁ, ପ୍ରଭୁ ଆଜି ଆମମାନଙ୍କୁ ସେଇ ଦୁର୍ବଳତା ଗୁଡ଼ିକ ନେଇଯିବା ପାଇଁ ଆମ ଦ୍ୱାରରେ, ହୃଦୟ ରୂପ ଦ୍ୱାରରେ ସେ ଉପସ୍ଥିତ ଅଛନ୍ତି, ସୁଯୋଗ ଦଉଛନ୍ତି। ସେ ଗ୍ରେଟ୍ ଅପରଚ୍ୟୁନିଟି ଆମ ସମସ୍ତଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ଏଇ ଚେତାବନୀକୁ ନିଜସ୍ୱ କରି ଯେତେବେଳେ ତାଙ୍କ ନିକଟକୁ ଫେରି ଆସିବା ପାଇଁ ଆମେ ଚାହୁଁ, ସେ ଆମମାନଙ୍କ ସବୁ ଦୁର୍ବଳତାକୁ ଗ୍ରହଣ କରି ନେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ମୁଁ ଏବଂ ଆପଣମାନେ
आज आम समस्त विषय को देदेवा चाहूँ कि निमंत्रण आह्वान आज आम को कर्णरे बाजुची कि आम शुणा कि सब मन पकेबा सब गोटे वाक्यर खंडे अंश नहीं बहुत चिंता कर पाउल कहले पश्चात विषय सब दूर कर सम्मुखस्थ विषय सब तार गभीर तत्व निश्चय अच्छी माने नुहे अतीत को भूली जा से बारंबार इस्राएल जाति को कहते मु अतीत कौन कर मन पकाओ किभଳି ଭାବରେ ମୁଁ ତୁମକୁ ଦାସତ୍ୱ ବନ୍ଧନରୁ ମୁକ୍ତ କଲି କିଭଳି ଭାବରେ ପ୍ରାନ୍ତରେ ତୁମକୁ ଆଣିଲି କିଭଳି ଭାବରେ ତୁମକୁ ସେଇ ଦୁଗ୍ଧ ମଧୁ ପ୍ରବାହୀ ଦେଶ ମଧ୍ୟକୁ ତୁମମାନଙ୍କୁ ବହି ଆଣିଲି ଟିକେ ମନେ ପକାଅ କଣ ଥିଲୁ ସେଥିପାଇଁ କୁହାଯାଏ ଅତୀତକୁ ଯେତେବେଳେ ଆମେ ସମ୍ପୂର୍ଣ୍ଣ ରୂପେ ଭୁଲି ଯିବା ପାଇଁ ଚାହୁଁ ବର୍ତ୍ତମାନ ଚାଲୁ ଚାଲୁ ଭବିଷ୍ୟତରେ ମଧ୍ୟ ସେଇ ଭୁଲ କରିବା ପାଇଁ ଆମେ କେବେ ବି ହେଳାନ କରିନଥାଉ से वर्तमान चेतना बाणी जहाँ कि अतीत घटी से दुर्बलता को प्रभु कहते मत दे दियो मु तो नहीं जाइछि तमाने जदि वर्तमान मो सहित चलिबो मो स्वर शुणिबो मो निकटवर्ती हेबो तेबे मु निश्चित भाव में तुमक सहित चालू चालू भविष्य से अनंत जीवन रो अधिकार मु तुमन कर मो राज्य तुमको स्थान देवा मु प्रस्तुत अच्छी आत्मा समीक्षा करिबा मोर प्रिय से प्रकाशित 3:20 को आमने निजस्व करिनबा वर्तमान समय आम युवा पीढ़ी को देखो परिवार गुड़ी को देखो आमनकर समस्त स्वामी स्त्री से समस्त परिस्थिति को देखो आज घरे घरे समस्या घरे घरे दुख कहीं मोर प्रिय माने धर्म करुचु बोली कहूचु किंतु से धर्मर प्रकृत निगूढ़ तत्व को आम बुझा चाहूना ईश्वर तृष्ण ही रही प्रभु कहते आज उद्गार करदे मुझे मैंने से उद्गारित हबारू सुरक्षित ही रही आसतु आमर दुर्बलता देदबा तांकर उत्तमता आमान को से देवे जो प्रतिज्ञा करिसंती आमे तांकर एही डाक को सुनिबा की ए डाक को सुनिबा की एनु मन मने प्रभु को निकट आदि समर्पण करू प्रार्थना करू प्रभु मोर जा अतीतर दुर्बलता विफलता जहाँ किसी मत क्षमा कर आ मत आत्मिक भाव अति शक्तियुक्त कर जेपरी मो जीवन मध्य तुम्हें प्रवेश कर मोर समस्त विषय को तुम्हें नूतन करदेव आ तुम्हें मत तुम सहित बास करने को देव मोर साक्ष्य कही समाप्त करने चाहे आज चेतावनी युक्त वाक्य द्वारा आम अनेक गुड़िक विषय शिक्षा कलु कि मध्य केतोटी 4टी मुख्य विषय आम चिंता कलु से जानती से अनुजोग करती से अनुग्रह करती अपेक्षा और अंतिम पदक्षेप मुखर उद्गार करने जानती किसी दिन तले हठात मोर फेसबुक ओपन कला बेलू हठात देखुची मत गोटे फ्रेंड रिक्वेस्ट आसी से आके नुहति आमकर भारत राष्ट्रपति द्रौपदी मुर्मू मुझे द्वंद्व पड़िली मुझे ग्रहण करी कि न करी मुझे जानी पारनी कि रायरंगपुर आम 15 वर्ष ऊर्ध समय थिलु बाबा थिले सेठी आ समय आम स्कूल रे पढ़ुलु मोर स्कूलिंग 73 रे जो समाप्त कली से द्रौपदी मुर्मू से गर्ल्स स्कूल पढ़ा समय से बहुत जूनियर थिले 2 वर्ष से जूनियर थिले आ मो माँ से टीचर थिले जो समय से मो माँ टीचर थिले से समय से अधीन पाठ पढ़ी हठात से फ्रेंड रिक्वेस्ट देकी मुझे द्वंद्व पड़गली कहली प्रभु भारत राष्ट्रपति गोटे फ्रेंड रिक्वेस्ट पठे मुझे ग्रहण करी कि आज जो मुझे ग्रहण कली से मत मने मने भावी मुझे मोर माँ
ପ୍ରତିଛବି ବା ମୁଁ ମୋ ମା ବୋଲି ସେ ଭାବିଲେ। ପ୍ରାୟ ମୋ ସାଙ୍ଗରେ ମୋ ମାଙ୍କ ଟିକେ ସିମିଲାରିଟି ଅଛି। ଆଉ ମୁଁ ଆକ୍ସେପ୍ଟ କଲି। କଲା ପରେ ବହୁତ ସୁନ୍ଦର ଭାବରେ ସେ ମୋ ସହିତ କଥାବାର୍ତ୍ତା କରିବା ସମୟରେ ସେ ଗୋଟିଏ ବିଷୟ କହୁଥିଲେ ଯେ ଆପଣ ଆମ ପାଇଁ ପ୍ରାର୍ଥନା କରୁଛନ୍ତି, ଶୁଣିକି ବହୁତ ଖୁସି ଲାଗିଲା। ବାକ୍ୟ କହେ ଆମେ ତାଙ୍କୁ ଡାଇରେକ୍ଟ ୱେରେ ବୋଧେ ସୁସମାଚାର ପହଞ୍ଚେଇ ପାରିବୁନୁ, କିନ୍ତୁ ପ୍ରଭୁ ଯଦି ସେ ସୁଯୋଗର ଦ୍ଵାର ଉନ୍ମୁକ୍ତ କରିଛନ୍ତି, ନିଶ୍ଚିତ ଭାବେ ଆମେ ତାଙ୍କ ନିକଟ ସେ ସୁସମାଚାର ପହଞ୍ଚେଇ ପାରିବୁ। ମୋ ପାଇଁ ପ୍ରାର୍ଥନା କରୁଥିବେ, ଏଭଳି ଭାବରେ ତାଙ୍କ ନିକଟ ସେ ସୁସମାଚାରକୁ ଶାନ୍ତ କ୍ଷୀଣ ରବ ଦ୍ୱାରା ମୁଁ ପହଞ୍ଚେଇ ପାରିବି। ଆପଣମାନେ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି କିଛି ତ୍ରୁଟି ଥାଏ ମାର୍ଜନା କରିବେ। ଥ୍ୟାଙ୍କ ୟୁ ଭେରି ମଚ୍। ଗଡ୍ ବ୍ଲେସ୍ ୟୁ ଅଲ୍।